ହେନ୍ତା କାଣା ହେଲା ଯେ କଂସ ଦରବାର କୁଶୁଲା ମକର ମେଲାରେ ଆମକୁ କଂସ ମହାରାଜ ତାଙ୍କର ଦରବାରକେ ଡାକଲେ। ଦେଖିକି ତ ଡରିଗଲି ଭାଇ ଛତର ସହିତ ମା ଆସୁଥିଲେ ତ କେନ୍ତା ହେଲା ଆଗକେ ଦେଖମା ତ ଜୁହାର ଯେ ମା ସମଲେ ଆଶା କରୁଛେ ମା ସମଲେ ସମସ୍ତଙ୍କୁ ଭଲସେ ରଖିଥିବେ ବୋଲିକି ମୁଇଁ ସିଧା ଭାଇ ଆଇରନ୍ ଡ୍ୟୁଟି ଆସିଲେ ଆସିଲା ପରେ ପାଣି ଟିକେ ପିଇବାଲେ ଆସିଲା ପରେ ଆମର ରେଶ ଭାଇ ଭାରତୀ ବିଜ୍ଞାନ ନିଗତି ତରଫରୁ ପାଣି ମାନେ ବଣ୍ଟନ ହେଉଥିଲା। ଆଜି ମଧ୍ୟ ତ ଆମର ମ୍ୟାଡ଼ମ୍ କେନ୍ତା ହସୁଛନ୍ ଦେଖୁନ୍ କେତେ ଖୁସି ହେଉଛନ୍। ତାପରେ ଆମେ ସିଧା ପଳେଇଲୁ ମୀନା ବଜାର ଆଡ଼େ, କାରଣ ଆସିଲା ତା ମୋତେ ଫିଲ୍ଡ ଡ୍ୟୁଟିରେ କରବାର ଥିଲା ତ ଫିଲ୍ଡ ଡ୍ୟୁଟି ବୁଲୁଥିଲେ। ମୋର ଭଉଣୀ ମୋର ଭାଇ ଆସିଲେ ଦେଖୁଛୁ ମୋର ଭାଇ ଆଇଲା କେନ୍ତା ଉଲ୍ଲେଇ ହେଇଛି ମୋର ସାନ ଭାଇ ଦେଖୁଥିବେ ଯିଏକି ମୋତେ ବେଶୀ ଭଲ ପାଇଛି ମୋର ସାନ ଭଉଣୀ ସେଟା। ତାପରେ ମୀନା ବଜାରରେ ବୁଲାବୁଲି କରୁଥିଲି ଦେଖୁଥିଲି ଦେଖିଲା ପରେ ଡ୍ୟୁଟି କରୁଛୁ ସମସ୍ତେ ଭାଇ, କାରଣ ସମସ୍ତଙ୍କୁ ସୁରକ୍ଷା ଦେବାର କାମ ନେଲା ଯେହେତୁ ମୋତେ ଦାୟିତ୍ୱ ଥିଲା ସୁରକ୍ଷା ଦେବାରେ। ଦେଖୁଥିବେ ମୋର ଭଉଣୀ ଆଉ ମୋର ସାନ ଭାଇ ଯେନ୍ ଗେଲୁ ଭାଇକି ଆପଣଙ୍କୁ ଦେଖାଉଥିଲି ସେ କେତେ ଗାଡ଼ି ଚଲାଉଛେ ଦେଖୁଥିବେ କେତେ ଖୁସି ହେଉଛି ମାନେ ଏତେ ଯେ ନେଇ କହନ ସେ ବୋଲିକି। ତାପରେ ଆମର ଡ୍ୟୁଟି ଷ୍ଟାର୍ଟ ହେଇଗଲା ଆମର କମିଟି ଆଜ୍ଞା ଆମର ଆମେ ଯେତେବେଳେ ଟିକେଟ୍ ମାନେ ରିସିପ୍ଟ କାଟୁଥିଲି ଦେଖୁଥିବେ ମୋତେ ଗିଫ୍ଟ ଦେଲେ ଚଷମା ଗୋଟେ କହିଲେ କେତେ ସୁନ୍ଦର ଲାଗୁଛି କେନ୍ତା ଦିଶ କହିବେ। ତାପରେ ଆମର ଭାଞ୍ଜି ସହିତ ଦେଖା ହେଲୁ ବାଲସିରୁ ଆସିଥିଲେ ମକର ଯାତ୍ରାକେ ଆମର ଭାଇ ସହିତ ସମସ୍ତେ ତାଙ୍କର ସେ ଭଉଣୀ ସହିତ। ତାପରେ ଆମେ ଭୋଗ ଲାଗୁଥିଲା ନା ବେଶୀ ଟାଇମ୍ ହେଇଯାଇଥିଲା ନା ଖାଇବା ଲାଗି ପେଟ ପୂଜା କରବା ଲାଗି ଟିକେ ପଳେଇ ଆସିଲୁ କାହିଁକି ଖାଇନି ହୁଏ ଟିକେ ଡ୍ୟୁଟି କରୁଥିଲା ସମୟରେ। ତାପରେ ଆମର କପଡ଼ା ଦୋକାନକେ ଟିକେ ଆସିଲୁ ଆକ୍ଚୁଆଲି ଆମର ଭେନେର କପଡ଼ା ଦୋକାନ ଲାଗିଥିଲା ମୋର ଭଞ୍ଜା ଜୁଆଁ ଘରଟା ତ ସେଇଦିନ ଆପଣ ଦେଖାଇଥିଲେ ସେ ଭଞ୍ଜା ଜୁଆଁକେ। ତାପରେ ଆମେ ମିଟିଂ ଡାକିଲେ କମିଟି ବାଲେ ଆଉ ଆମକେ ଡାକିଥିଲେ ତ ଆମେ ମିଟିଂରେ ଗଲୁ। ମିଟିଂ କଲା ପରେ ଆମର କଂସ ମହାରାଜଙ୍କର ଇଣ୍ଟରଭ୍ୟୁ ଟିକେ ଆଣବାର୍ ଲାଗି ଗଲୁ, କାରଣ କଂସ ମହାରାଜଙ୍କର ମାନେ ଯେତେବେଳେ ଆସିଛନ୍ ଏତେ ଦୂର ତ ସାମ୍ବାଦିକ ମାନକେ ନେଇକରି ତାଙ୍କର ଇଣ୍ଟରଭ୍ୟୁ ନେଲୁ। ଇଣ୍ଟରଭ୍ୟୁ ନେଲା ପରେ ପଳେଇ ଆସିଲୁ ଆଜ୍ଞା। ଯେତେବେଳେ ଆସିନୁ ଆମର ମା ଯେନ୍ ଆସିଥିଲେ ଦେବୀଟା ଦେଖୁଛ ଛୁଆମାନେ କେନ୍ତା କରୁଛେ ସେ ଆମର ଭଉଣୀ ଗୋଟେ ଗୋଡ଼ ଧୋଇଲା ପରେ ଭଉଣୀକେ ପୁରା ଫୁକା ଝୁରା କରିକିନା ତାର ସବୁ ମାନେ ଯେନ୍ଟା ବିଧି ବିଧାନରେ ଅଛେ ସେ ଭଳିଆ ମା କଲେ ସେ କି ମାନେ ଦେଖୁଥିବେ ଆଜି ହচ্ছে ବଲି ପଡ଼ବା ମକର ଯାତ୍ରାର ଶେଷ ଦିନରେ ଅଛେ। ତାପରେ ମୋତେ ମୋର ଫଲୋଭର ମାନେ ଫୋନ୍ କଲେ ଆଜ୍ଞା ଆମେ ଆସିଛୁ ଆମେ ଦେଖବାର୍ ଲାଗି ଚାହୁଁଛୁ ଆପଣକେ ବୋଲି କହିଲାକେ ସେ ଗଲି ଛୁଆମାନେ ଡାକିଲେ ଦେଖୁଥିବେ କେତେ ଲାଜୁଛନ୍। ଲାଜିଲା ପରେ ମୋର ଆଶ୍ରମରୁ ମୋର ଭାଇମାନେ ଆସିଥିଲେ ତାଙ୍କ ସହିତ ମୋତେ କଥାବାର୍ତ୍ତା ହେଲି ଟିକେ ଆଉ ଆସିଲି। ଆସିଲା ପରେ ମୋର ଭାଇନା ରୂପା ଦୋକାନ ଦେଇଛନ୍। ରୂପା ଦୋକାନ ମୁଇଁ ମନ୍ଦିର ଗୋଟେ ଘିନବାର ଥିଲେ ଯାଇଥିଲି ତ ମୋର ଭାଇନା ମନା କଲେ ଯେ ଦୋକାନ କେନ ରେଟ୍ ଟିକେ କମ ବୋଲେ। ତାପରେ ଆଉ ଗୋଟେ ସାର୍ ମାନେ ଆସିଲେ ତ ଚାଲ ଟିକେ ପେଟ ପୂଜା ଟିକେ କର୍ମା କହିଲେ ତ ଆସି ଯାଇଥିଲି। ଆସିଲା ପରେ ଆମେ ଆଉ ଥରେ ସାର୍ ମୋର ସହିତ ପେଟ ପୂଜା କଲୁ ସମସ୍ତେ, କାରଣ ସମସ୍ତେ ଯିଏ ଦେଖିଲେ କିଏ ଛାଡ଼ ନାହିଁ। ତାପରେ ମୋର ଭାଞ୍ଜିର ସହିତ ଦେଖା ହେଲା ଛକରେ ତାର ମା ବାବା ସହିତ ମୋର ଭାଞ୍ଜି ଫଟୋ ଟିକେ ହେଇଯିମା କହିଲା ହେଲା ପରେ ଆମକେ ଡାଇରେକ୍ଟ ଡାକିଲେ କଂସ ଦରବାରରେ। ଆଜ୍ଞା ଦେଖୁଥିବେ ମସ୍କାରେଣ୍ଡରେ ଟିଚର ଅଛନ୍ ଆଜ୍ଞା ତ କେତେ ଖୁସିରେ ହେଲେ। ତାପରେ ମୋର ଛୁଆ ଯେନ୍ ଛୁଆକେ ଡାକିଥିଲି ମୁଇଁ ଆକ୍ଚୁଆଲି ମୁସ୍କାନ ବାରିକ କୁଇନ୍ ଛୋଟ ଛୁଆଟେ ସେ କେତେ ସୁନ୍ଦର ଡ୍ୟାନ୍ସ କଲା ଯେ ମହାରାଜଙ୍କର ମନ କିଣି ନେଇଥିଲେ ଦର୍ଶକଙ୍କର ମନ କିଣି ନେଇଥିଲେ। ମୁସ୍କାନ ବାରିକ ତ ସେ ମୋତେ ତାଙ୍କୁ ଝିଅ କରିଥିଲି ମୁଇଁ ଆଉ ଏବେ ତ ମଧ୍ୟ ତାଙ୍କୁ ଝିଅ କରିଛନ୍ ଦେଖୁଥିବେ କେନ୍ତା ଡ୍ୟାନ୍ସ କରୁଛନ୍ ମୁସ୍କାନ ବାରିକ। ତାପରେ ମହାରାଜଙ୍କ ସହିତ ଦର୍ଶକ ମନ କିଣିଥିଲେ ମନ କିଣିବାର ସହିତ ମୋତେ ତାପରେ ଯେନ୍ ଗେଷ୍ଟ ମାନେ ଆସିଥିଲେ ଗେଷ୍ଟ ମାନେ ଏତେ ପଚରଉଥିଲେ ଯେ ଆପଣଙ୍କର ଛୁଆକା ବୋଲିକରି ଆକ୍ଚୁଆଲି ଆଜ୍ଞା ମୁଁ ଏଇ ଛୁଆକେ ଝିଅ କରିଛେ ଆଉ ଦେଖୁଥିବେ ମୋର ଛୁଆ ଯେନ୍ ଜାଗାରେ ଆମେ ଅଛନ୍ତୁ ସେ ଜାଗାରେ ଛୁଆ କେନ୍ତା ହେଉଛେ। ତାପରେ ଆମେ ସିଧା ପଳେଇଲୁ ମହାରାଜଙ୍କର ମାନେ ଦରବାରରେ ମହାରାଜଙ୍କର ଆଦେଶ ହେଲା ଯେ ସେ ସରୋଜ ସାହୁକୁ ଡକାଯାଉ। ସରୋଜ ସାହୁ କାନ୍ଦିଲି ଡାକିଦେଲେ ଆଜ୍ଞା ମୁଁ ସମାଜ ସେବାରେ ନିବୃତ୍ତ। ତାପରେ ସାମ୍ବାଦିକ କାମରେ ପରିଚୟ କରିଦେଇଛନ୍ ସେଥିଲାଗି ଆମେ ମହାରାଜଙ୍କର ହାତୁ ଆମକେ ସମ୍ମାନ କରାଗଲା। ସମ୍ମାନ କଲା ପରେ ଦେଖୁଥିବେ ମହାରାଜ ବହୁତ କିଛି ଆମକେ କହିଲେ ଆମକେ ପଚରାଇଥିଲେ ଯେ ସାମ୍ବାଦିକ କାମର କାମ କାଣା ବୋଲି କହିଥିଲେ। ଆମେ ସେନ ଉତ୍ତର ଦେଇଥିଲି ଯେ ସାମ୍ବାଦିକ କାମ ହচ্ছে ଗୋଟେ ସମାଜ ସେବା, ଯାହାକି ଆମେ ସାମ୍ବାଦିକ କାମ କରିବା ସହ ସମାଜ ସେବାରେ ନିମିତ୍ତ ସବୁବେଳେ ଆମେ ସମାଜ ପ୍ରତି କେମିତି କରି କାମ କରିପାରମୁ, ସମାଜ ଲୋକଙ୍କର ଯେନ୍ ଅସୁବିଧାରେ କେମିତି ପହଞ୍ଚିକରି ତାଙ୍କୁ ସାହାଯ୍ୟ ସହଯୋଗ କରବୁ ତ ସେ ଭଳିଆ ଆମେ ସବୁ ମାନେ ଆମକୁ କହିବାର୍ ଲାଗି ପଡ଼ିଲା ମହାରାଜଙ୍କର ସାମ୍ନାରେ। ମହାରାଜ ନହେଲେ ଡାକିକରି ଆମକେ କହୁଛନ୍ ଦେଖୁଥିବେ ବୁଝଉଛନ୍ ଯେ ଏଭଳିଆ କର ଆଉ ଆମେ ଯେନ୍ ଜାଗାରେ ବି ଆମେ ଦରବାର କରୁଛୁ ଆମେ ଆପଣକେ ଶୁଣବାର୍ ଲାଗି ପାଇଲୁ ଯେ ଏଭଳିଆ ବ୍ୟକ୍ତି ଗୋଟେ ଆପଣ ଅଛନ୍ ବୋଲିକରି। ତ ଆମକୁ ସମ୍ମାନ କଲା ପରେ ଆମେ ତାଙ୍କ ସହିତ କଥାବାର୍ତ୍ତା ହେଲେ କହିଲେ ଯେନ୍ ମୋର ଛୁଆଟା ଥିଲା ମୁସ୍କାନ ବାରିକ ଦେଖୁଥିବେ ଆମକୁ ସେ ଯେତେବେଳେ ମହାରାଜଙ୍କର ଆଦେଶ କର୍ମେ ସେ ଆଉ ଗୋଟେ ଗୀତରେ ସେ ଆମକୁ ମାନେ ଅତିଥି ହିସାବରେ ସେ ମାନେ
ସମ୍ମାନ କରବା ଲାଗି ସେ ଗୋଟେ ଗୀତ ମାଧ୍ୟମରେ ଇଏ କରିଛନ୍। ତ ଆମର ସମସ୍ତେ ଜାଣିଛନ୍ ସୋସିଆଲ ମିଡ଼ିଆରେ ମୁସ୍କାନ ବାରିକ ଯିଏକି ଅନେକ ଛୋଟ ଦିନୁ ସେ ନାଁ କମେଇ ସାରିଛନ୍ ଆଉ ସେ ଅନେକ ଗୀତରେ ସେ ଡ୍ୟାନ୍ସ କରି ଚାଲିଛନ୍। ଆପଣଙ୍କର ମାନେ ଆଶୀର୍ବାଦ ଭାବରେ କୁନି ଛୁଆ ମାନେ ଆଗକେ ଯାଉ ଆମର ସବୁବେଳେ ଆପଣମାନଙ୍କର ଆଶୀର୍ବାଦ ଦଉନ୍। ଆମର ଆଶୀର୍ବାଦ ମୁଇଁ ତ ମୋର ଝିଅ ଆଶୀର୍ବାଦ ମୁଇଁ ତ ଜୀବନ ଥିବାର ତ ଛୁଆର ପ୍ରତି ନିର୍ଭରତା ରହିବେ। ମୋର ଭାଇ ଯେନ୍ ଅଛନ୍ ତାଙ୍କର ବାପା ସୁଦାମ ଭାଇକୁ ମଧ୍ୟ ଧନ୍ୟବାଦ ଦେବି। ସେ ମୋର ଗୋଟେ କରରେ ଆସିକରି ମାନେ କୁସୁଲା ମକର ମେଲାରେ ସେ ଆସିକରି ଛୁଆକେ ଡ୍ୟାନ୍ସ କରବାର୍ ଲାଗି ଡାକି ଆଣିଥିଲେ। ମୋ ଡ୍ୟୁଟି ସାରିକରି ଭାଇ ରାତିରେ 11 1 ବାଜି ଯାଇଥିଲା ନ ତ ମୋ ଡ୍ୟୁଟି ସାରିକରି ସିଧା ପଳେଇ ଆସିଲି ପୁଣି ଦେଖାଇବା ନୂଆ ଭିଡ଼ିଓରେ।